ବର୍ତ୍ତମାନ ଆମେ ଆସିକି ପହଞ୍ଚିଛୁ ସାର୍କିଟ ହାଉସରେ, ଯାହାକି ଆମ ଗହଣରେ ଅଛନ୍ତି ବିଧାୟକ ସାର୍। ଆମେ ସିଧାସଳଖ ତାଙ୍କୁ ପଚାରିବୁ ଥିବା, ଯାହାକି ନିକଟରେ ଆମର ଶୀତକାଳୀନ ଅଧିବେଶନ ସରିଛି। ତ ଶୀତକାଳୀନ ଅଧିବେଶନ ସରିଲା ପରେ ସେ ସିଧାସଳଖ ଆସିକି ଆମର ସାର୍କିଟ ହାଉସରେ ପହଞ୍ଚିଲା ପରେ ଅନେକ ଯାହାକି ଶୁଣାଣି ଆଜି ଅଛି, ଆମେ ଦେଖିପାରୁଛୁ ଆମ ଗହଣରେ ଅନେକ ଅଛନ୍ତି ଅଭିଯୋଗକାରୀ, ଯେଉଁମାନେ କି ସିଧାସଳଖ ତାଙ୍କର ଅଭିଯୋଗ ପ୍ରକାଶ କରିବେ ଏବଂ ଆମର ବିଧାୟକ ମହାଶୟ ସେ କଣ କରିବେ, ସେ ଶୁଣାଣି କରିବେ। ତ ଆମେ ସିଧାସଳଖ ପଚାରି ଶୀତକାଳୀନ ଅଧିବେଶନ କେମିତି ଥିଲା, ଆଉ ଆମେ ଏଇ ଯୋଉ ଆସିଛନ୍ତି ଆଜି ଯୋଉ ଶୁଣାଣି ପାଇଁ ଯୋଉମାନେ ଅଛନ୍ତି, ଯୋଉମାନେ ଅଭିଯୋଗ କରିବା ପାଇଁ ଆସିଛନ୍ତି, ଅନେକ କିଛି ଅଭିଯୋଗ ନେଇ ଆସି ପହଞ୍ଚିଛନ୍ତି ଆମ ବିଧାୟକ ଗଣକୁ। ତ ସିଧାସଳଖ ଆମ ବିଧାୟକ ସାର୍ଙ୍କ ସହିତ ଆମେ ଦି ପଦ କଥା ହେବା। ମୁଁ ସାର୍ ଆପଣଙ୍କୁ ସ୍ୱାଗତ କରୁଛି ବଡ ଖବରକୁ। ସାର୍ କଣ କହିବେ, ଶୀତକାଳୀନ ଅଧିବେଶନ ଅତି ଜଲ୍ଦି ଅତି ନିକଟରେ ଏମାନଙ୍କ ସରିଛି, ଯାହାକି ସିଧାସଳଖ ଆମେ ଦେଖିପାରୁଥିଲୁ ବହୁତ କିଛି ପ୍ରସଙ୍ଗ ଆପଣ ମାନେ ଉଠେଇଥିଲେ, ଯାହାକି ଆପଣଙ୍କର ପର୍ଯ୍ୟଟକ ସ୍ଥଳୀ ହଉ କିମ୍ବା ଆପଣଙ୍କର ରେଲୱେ ପାଇଁ ହଉ କିମ୍ବା ଅନେକ କିଛି ପ୍ରସଙ୍ଗ ଆପଣ ବିଧାନସଭାରେ ଆପଣ ଉଠେଇଥିଲେ। ଆମେ ସିଧାସଳଖ ଆପଣଙ୍କଠୁ ଶୁଣିପାରିଛୁ, ଆମେ ସୋସିଆଲ ମିଡିଆରେ ମଧ୍ୟ ଦେଖିପାରୁଛୁ, ନ୍ୟୁଜରେ ମଧ୍ୟ ଆମେ ଦେଖିପାରିଛୁ। ତ ଆପଣ କଣ କହିବେ ସେଇ ସମ୍ପର୍କରେ, ପୁଣି କନ୍ଧମାଳବାସୀକୁ କଣ ମେସେଜ ଦେବେ ସାର୍? ଦେଖନ୍ତୁ, ସ୍ୱାଧୀନତା ଦୀର୍ଘ ଦିନ 77-78 ବର୍ଷ ପାର ହେଲା ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ସେମିତି କିଛି ଉନ୍ନତି ହେଇନାହିଁ। ଅନ୍ୟ ଜିଲ୍ଲା ତୁଳନାରେ ଅନ୍ୟ ଜିଲ୍ଲାମାନେ ଯେପରି ତାଙ୍କର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି, କନ୍ଧମାଳ ଜିଲ୍ଲା ବହୁତ ପଛରେ ପଡିଛି ବିକାଶ କ୍ଷେତ୍ରରେ। ସବୁ ଦୃଷ୍ଟିରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ପର୍ଯ୍ୟଟନରେ ବି କୌଣସି ଉନ୍ନତି ହେଇନାହିଁ କନ୍ଧମାଳ ଜିଲ୍ଲାର। ମୁଁ କନ୍ଧମାଳ ଜିଲ୍ଲାର ଏକମାତ୍ର ଭାରତୀୟ ଜନତା ପାର୍ଟି ବିଧାୟକ ହିସାବରେ ମତେ ବହୁତ ଦୁଃଖ ଲାଗୁଛି ଯେ ପୂର୍ବତନ ସରକାର ମାନେ ଏଇ ଜିଲ୍ଲାକୁ ବହୁତ ଅଣଦେଖା କରିଛନ୍ତି। ସେଥିପାଇଁ ମୁଁ ସବୁବେଳେ ଅହରହ ଚେଷ୍ଟା କରୁଛି କି ଯେଭଳି କନ୍ଧମାଳ ଜିଲ୍ଲା ପାଇଁ ସ୍ପେଶାଲ ପ୍ୟାକେଜ ଦିଆଯାଉ କି ସ୍ପେଶାଲ ଫୋକସ କରାଯାଉ, ଯେହେତୁ ଏଇଟା ପଛୁଆ ଜିଲ୍ଲା ଭାବରେ ଅଛି, ଅନ୍ୟ ଜିଲ୍ଲା ତୁଳନାରେ ସମକକ୍ଷ ହେବା ପାଇଁ ବିକାଶ କ୍ଷେତ୍ରରେ ସବୁବେଳେ ଅହରହ ଚେଷ୍ଟା ଚଲେଇଛି ଏବଂ ଚଲେଇଥିବି ମଧ୍ୟ, ମୁଁ ଯେତେ ଦିନ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳ ବିଧାୟକ ଥିବି। ଆଉ ବିଶେଷ କରି ମତେ ଏଥିପାଇଁ ବହୁତ ଦୁଃଖ ଲାଗୁଛି, ଅନ୍ୟ ଜିଲ୍ଲା ଆମ କନ୍ଧମାଳ ଜିଲ୍ଲା ତୁଳନାରେ ବହୁତ ଉନ୍ନତ। ଏବେ ଧରନ୍ତୁ କୋରାପୁଟ କି କଳାହାଣ୍ଡି ହଉ କି ନୂଆପଡା ହଉ, ସମସ୍ତେ ଯେକୌଣସି ବୁଦ୍ଧିଜୀବୀ ହୁଅନ୍ତୁ କି ମିଡିଆ, ଆପଣ ମିଡିଆ ବନ୍ଧୁ ମାନେ ବି କି ଯେକୌଣସି ନେତା ବି ଯଦି ଅନୁନ୍ନତ ଜିଲ୍ଲାର କଥା ଉଠେ, ସେତେବେଳେ ପ୍ରଥମରେ ସେମାନେ କହନ୍ତି କୋରାପୁଟ, କଳାହାଣ୍ଡି ଏବଂ ନୂଆପଡା। କିନ୍ତୁ ତାଙ୍କ ତୁଳନାରେ ଆମ କନ୍ଧମାଳ ଜିଲ୍ଲା ବହୁତ ପଛରେ ଅଛି, ବହୁତ ପଛରେ ଅଛି। ବହୁତ ଦୁଃଖ ଲାଗୁଛି, କିନ୍ତୁ କନ୍ଧମାଳ ଜିଲ୍ଲାର ନାଁ କେହି ଧରୁନାହାନ୍ତି କେବେ। କଣ ପାଇଁ ସବୁ ହେଇଛି ଏତେ କନ୍ଧମାଳ ଜିଲ୍ଲାକୁ ସବୁ କ୍ଷେତ୍ରରେ ସବୁ ବ୍ୟକ୍ତି ବିଶେଷ ସମସ୍ତେ କାହିଁକି ଏତେ ଅଣଦେଖା କରୁଛନ୍ତି, ମୁଁ ତାର କିଛି କାରଣ ବି ଖୋଜିକି ପାଉନାହିଁ। କିନ୍ତୁ ମତେ ବହୁତ ଦୁଃଖ ଲାଗୁଛି। ମୁଁ ସେଥିପାଇଁ ଅହରହ ଚେଷ୍ଟା ଚଲେଇଛି, ବିଧାନସଭାରେ ହଉ ବାହାରେ ହଉ, ଆପଣ ମାନଙ୍କ ଜରିଆରେ ମୁଁ ଓଡିଶାବାସୀଙ୍କୁ ଏଇ ମେସେଜ ଦେବାକୁ ଚାହୁଁଛି, କନ୍ଧମାଳ ଜିଲ୍ଲା ବହୁତ ଉନ୍ନତ ଅଛି। ଏଇ ଜିଲ୍ଲା କଣ ଦେଖା ଆଉ ଆଗକୁ କରା ନ ଯାଉ, ଏହାର କିପରି ଆମେ ଅନ୍ୟ ଜିଲ୍ଲା ତୁଳନାରେ ସମକକ୍ଷ ହେଇପାରିବା। ଇଭିନ୍ ମୁଁ ତ କହୁଛି ନୂଆପଡା, କଳାହାଣ୍ଡି, କୋରାପୁଟ ସାଙ୍ଗରେ ସମକକ୍ଷ କରିଦେଲେ ବି ମୁଁ ବହୁତ। ସାର୍ ଆମେ ବିଧାନସଭାରେ ଯେତେବେଳେ ଆପଣ ପ୍ରସଙ୍ଗ ଉଠେଇଥିଲେ ଯେ ପର୍ଯ୍ୟଟନ ସ୍ଥଳୀ କନ୍ଧମାଳ ଜିଲ୍ଲାରେ ବହୁତ ଗୁଡିଏ ଅଛି, କିନ୍ତୁ ସେଇ ପର୍ଯ୍ୟଟନ ସ୍ଥଳୀ ଅବହେଳିତ ଭାବରେ ଅଛି, ଯାହାକି ତାର ଉନ୍ନତିକରଣ ହେବା ନିହାତି ଆବଶ୍ୟକ ଅଛି। ଏ ପ୍ରସଙ୍ଗ ଆପଣ ଉଠେଇଥିଲେ, ସେ ସମ୍ପର୍କରେ କଣ କହିବେ? କିଛି ସ୍ପେଶାଲ ପ୍ୟାକେଜ ଆପଣଙ୍କ ଜରିଆରେ ହେଇପାରିବ କନ୍ଧମାଳ ପାଇଁ, କିଛି ଆଶା ରଖାଯାଉଛି ସାର୍? ତାକୁ ବିକାଶ କରାଯାଇ ପାରିବ। ସେଥିମଧ୍ୟରୁ ଆମ ସରକାର ବର୍ତ୍ତମାନ ମତେ 2ଟି ପ୍ରପୋଜାଲ ଦେବା ପାଇଁ ଏ ବର୍ଷ କହିଛନ୍ତି। ମୁଁ ସେଥି ଭିତରୁ ପୁତୁଳି ଆଉ ପକଡାଝରକୁ ଦେଇଛି, ସେଟାର ବିକାଶ କରିବେ ବୋଲି ସରକାର ମତେ ପ୍ରତିଶ୍ରୁତି ଦେଇଛନ୍ତି। ବିଭାଗ, ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତିଶ୍ରୁତି ମିଳିଛି। ଆଉ ଗୋଟେ ପ୍ରତିଶ୍ରୁତି ମିଳିଛି, ଆମର ଟାଉନରେ ଆମର ଯୋଉ ରହିଛି 3ଟି ବଡ ପୋଖରୀ ରହିଛି ପିଅନପଡାରେ, ତାର ବିକାଶ ପାଇଁ ଅଟୋର ଡେଭଲପମେଣ୍ଟ ପାଇଁ ବି ସେମାନେ ମତେ ପ୍ରପୋଜାଲ ମାଗିଛନ୍ତି, ସେଇଟା ମୁଁ ଦେଇଛି। ଆଉ ଗୋଟେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି, ଭାରତୀୟ ଜନତା ପାର୍ଟି ସରକାର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଏବେ ବି ଆମକୁ ବିଗତ କାଲି ଗୋଟେ ମିଟିଂ ହେଇଥିଲା, ବା ବିଜେପିର ବିଧାୟକ ଦଳ ମିଟିଂ ହେଇଥିଲା। ସେଇ ମିଟିଂରେ ଆମକୁ କୁହାଯାଇଛି ନିଜ ନିଜ ନିର୍ବାଚନ ମଣ୍ଡଳୀ, ସମସ୍ତ ନିର୍ବାଚନ 178 ନିର୍ବାଚନ ମଣ୍ଡଳୀର ଯାହା ଯାହା ବିକାଶ କାର୍ଯ୍ୟକ୍ରମ ଦରକାର ଅଛି, ଯାହାକି ଜରୁରୀ ଅଛି, ତାର ଗୋଟେ ପ୍ରୋଫାଇଲ ବନେଇକି ଦେବେ ଏବଂ ସିଏ ଆମ ସାଙ୍ଗେ ଅଧଘଣ୍ଟା ଆଉ ଘଣ୍ଟାଟେ ଇଣ୍ଡିଭିଜୁଆଲ ସମସ୍ତ ସାଙ୍ଗରେ ଡିସ୍କସନ କରିବେ, ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ କିପରି ହବ ସେଇ ବିଷୟରେ ସେ ବି ଆମକୁ କହିସାରିଛନ୍ତି। ଜାନୁଆରୀ 15 ତାରିଖ ସୁଦ୍ଧା ଆମେ ଏହାକୁ ଦେବୁ। ମୁଁ ବି ଚିନ୍ତା କରିଛି ଜାନୁଆରୀର ପ୍ରଥମ ସପ୍ତାହରେ
गोटे बुद्धिजीवी मानक डाकी गोटे सम्मेलन करेंगे और तार आम निर्वाचन मंडल पे कौन कौन आवश्यकता रही कौ क्षेत्र में कौ फील्ड रे आम विकास आवश्यकता रही से सब विषय आलोचना करी मुख्यमंत्री सागर फेल बन से विषय आलोचना करी निर्वाचन मंडल जेपरी समूह विकास हो पार निश्चित भाव में चेष्टा करी मोर मो भी प्रतिश्रुतिबद्ध कि मोर समय किछिटा आखि दृश्य परिवर्तन मोर निर्वाचन मंडल सीधा सड़क मैंने शुणी पारे ओडिशा कहले गोटे संस्कृति रे भरपूर एक राज्य जहाँकि तारी भितर गोटे कंधमाल हूँ आम प्रकृति भरा पूरा एक सहर से अनेक पर्यटन स्थली रही से पर्यटन स्थली को नहीं आमर विधायक प्रिय विधायक उमाचरण मल्लिक जहाँकि विधानसभा प्रसंग उठे से प्रसंग मुखर शुणी पार्थिलु आगामी दिन में निश्चित भाव में कंधमाल जो पर्यटन स्थली गुड़िक रही तार निश्चित भाव में उन्नतीकरण विकास से संपर्क सीधा सड़क से आम कहते कंधमाल जिलूर अंबुज कुमार बेहरा रिपोर्ट बड़ खबर।